ओम शांति 23/3/25 प्रातः मुरली। ओम शांति अव्यक्त बापदादा पुनरावृत्ति 30/11/2004 मधुबन। ଏବେ ନିଜର ଚାଲିଚଳନ ଏବଂ ଚେହେରା ଦ୍ୱାରା ବ୍ରହ୍ମା ବାବାଙ୍କ ସମାନ ଅବ୍ୟକ୍ତ ରୂପ ଦେଖାଅ। ସାକ୍ଷାତକାର ମୂରତ ହୁଅ। ଆଜି ଭାଗ୍ୟବିଧାତା ବାବା ନିଜର ଚାରିଆଡ଼ର ଶ୍ରେଷ୍ଠ ଭାଗ୍ୟବାନ ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି। ସାରା କଳ୍ପ ଭିତରେ ଏହିଭଳି ଶ୍ରେଷ୍ଠ ଭାଗ୍ୟ କାହାର ବି ହୋଇପାରିବ ନାହିଁ। କଳ୍ପ କଳ୍ପ କେବଳ ତୁମ ପିଲାମାନେ ଏହି ଅଧିକାର ପ୍ରାପ୍ତ କରୁଛ। ମନ ଅଛି ତ ନିଜର କଳ୍ପ କଳ୍ପର ଅଧିକାର ଭାଗ୍ୟ। ଏହି ଭାଗ୍ୟ ସର୍ବଶ୍ରେଷ୍ଠ ଭାଗ୍ୟ କାହିଁକି ଅଟେ? କାହିଁକି ନା ସ୍ୱୟଂ ଭାଗ୍ୟ ବିଧାତା ହିଁ ଏହି ଶ୍ରେଷ୍ଠ ଭାଗ୍ୟର ଦିବ୍ୟ ଜନ୍ମ ତୁମମାନଙ୍କୁ ଦେଇଛନ୍ତି। ଯାହାର ଜନ୍ମ ହିଁ ଭାଗ୍ୟ ବିଧାତାଙ୍କ ଦ୍ୱାରା ହୋଇଥିବା ତାଠାରୁ ଶ୍ରେଷ୍ଠ ଆଉ କିଛି ହୋଇପାରିବ ନାହିଁ। ତେବେ ନିଜର ଭାଗ୍ୟର ନିଶା ସ୍ମୃତିରେ ରହୁଛ ତ? ଯଦି ନିଜର ଭାଗ୍ୟର ଲିଷ୍ଟ ବାହାର କରିବ ତେବେ କେତେ ବଡ଼ ଲିଷ୍ଟ ହୋଇଯିବ। କୌଣସି ବି ବସ୍ତୁ ତୁମର ଏହି ଭଗବାନ ବ୍ରାହ୍ମଣ ଜନ୍ମରେ ଅପ୍ରାପ୍ତ ନୁହେଁ। ତେବେ ସମସ୍ତଙ୍କ ମନ ଭିତରେ ନିଜର ଭାଗ୍ୟର ତାଲିକା ସ୍ମୃତିରେ ଆସିଗଲା ନା? ଏବେ ତାକୁ ସ୍ମୃତିରେ ଆଣ। କ'ଣ ଆସିଗଲା ତ? ଏବେ ତୁମର ଦିଲ କେଉଁ ଗୀତ ଯାଉଛି? ବା ଭାଗ୍ୟ ବିଧାତା ବା ମୋର ଭାଗ୍ୟ ବା। ତେବେ ଶ୍ରେଷ୍ଠ ଭାଗ୍ୟର ବିଶେଷତା ହେଲା ଜଣେ ଭଗବାନଙ୍କ ଦ୍ୱାରା ତିନୋଟି ସମ୍ବନ୍ଧ ପ୍ରାପ୍ତ। ଜଣଙ୍କ ଦ୍ୱାରା ଜଣଙ୍କ ଭିତରେ ତିନୋଟି ସମ୍ବନ୍ଧ। ଜୀବନରେ ଯେଉଁ ତିନୋଟି ବିଶେଷ ସମ୍ବନ୍ଧ ଗାୟନ ଅଛି, ପିତା, ଶିକ୍ଷକ, ସଦ୍ଗୁରୁ, ତେବେ ଦୁନିଆରେ କାହାକୁ ବି ଜଣଙ୍କ ଦ୍ୱାରା ତିନୋଟି ବିଶେଷ ସମ୍ବନ୍ଧ ଏବଂ ତା'ର ପ୍ରାପ୍ତି ହେଉନାହିଁ। କିନ୍ତୁ ତୁମେମାନେ ଗର୍ବର ସହିତ କହୁଛ ଆମର ପିତା ମଧ୍ୟ ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି ଏବଂ ସଦ୍ଗୁରୁ ମଧ୍ୟ ଅଟନ୍ତି। ପିତାଙ୍କ ଦ୍ୱାରା ସର୍ବସମ୍ପତ୍ତିର ଖଣି ପ୍ରାପ୍ତ ହେଉଛି। ଏବେ ତ ସମ୍ପତ୍ତି ଗୁଡ଼ିକର ତାଲିକା ମଧ୍ୟ ସ୍ମୃତିକୁ ଆସିଯିବଣି। ତେବେ ବାବାଙ୍କ ଦ୍ୱାରା କ'ଣ କ'ଣ ସମ୍ପତ୍ତି ମିଳିଛି ସେଗୁଡ଼ିକ ସ୍ମୃତିକୁ ଆଣ। କ'ଣ ମିଳିଯାଇଛି ନା ମିଳିବାର ଅଛି? କ'ଣ କରୁଛ? ବାଳକ ହିସାବରେ ମାଲିକ ତ ନିଶ୍ଚିତ ଅଟେ। ଶିକ୍ଷା ଦ୍ୱାରା ଶ୍ରେଷ୍ଠ ପଦର ପ୍ରାପ୍ତି ହୋଇଯାଉଛି। ଏମିତି ବି ଦେଖିବାକୁ ଗଲେ ଦୁନିଆର ସବୁଠାରୁ ଶ୍ରେଷ୍ଠ ପଦ ରାଜ୍ୟ ପଦର ଗାୟନ ରହିଛି। ତେବେ ତୁମେମାନେ ତ ଡବଲ ରାଜା ହୋଇଯାଇଛ। ବର୍ତ୍ତମାନ ସ୍ୱରାଜ୍ୟ ଅଧିକାରୀ ଏବଂ ଭବିଷ୍ୟତରେ ମଧ୍ୟ ଅନେକ ଜନ୍ମ ରାଜ୍ୟ ପଦର ଅଧିକାରୀ। ଏହି ପାଠପଢ଼ା କେବଳ ଗୋଟିଏ ଜନ୍ମର, ତାହା ମଧ୍ୟ କେତେ ଛୋଟିଆ ଜନ୍ମ, କିନ୍ତୁ ପଦପ୍ରାପ୍ତ ଅନେକ ଜନ୍ମର ଏବଂ ରାଜ୍ୟ ମଧ୍ୟ ଅଖଣ୍ଡ ଅଟଳ ନିର୍ବିଘ୍ନ ରାଜ୍ୟ। ଏବେ ମଧ୍ୟ ତୁମେମାନେ ସ୍ୱରାଜ୍ୟ ଅଧିକାରୀ, ଚିନ୍ତାମୁକ୍ତ ରାଜା ଅଟେ। ଠିକ୍ କଥା ନା? କ'ଣ ଚିନ୍ତାମୁକ୍ତ ରାଜା ହୋଇଯାଇଛ? ତେବେ ଯେଉଁମାନେ ଚିନ୍ତାମୁକ୍ତ ଅଟନ୍ତି ସେମାନେ ହାତ ଉଠାଅ। କ'ଣ ଚିନ୍ତାମୁକ୍ତ ଅଟେ ତ? ଟିକିଏ ବି ଚିନ୍ତା ନାହିଁ ତ? ଦେଖ, ଯେତେବେଳେ କୌଣସି କଣ୍ଢେଇ ଖେଳ ଅର୍ଥାତ୍ ପରିସ୍ଥିତି ସାମ୍ନାକୁ ଆସିଯାଉଛି ସେତେବେଳେ ଚିନ୍ତା ଆସୁଛି ନା? ମାୟାର କଣ୍ଢେଇ ନାଚ ସାମ୍ନାକୁ ଆସିଯାଉଛି ନା ନାହିଁ? ସେତେବେଳେ ଟିକେ ଟିକେ ଚିନ୍ତା ଆସୁଛି ନା ଆସୁନାହିଁ? ଅଳ୍ପ ଅଳ୍ପ ଚିନ୍ତା ବା ଚିନ୍ତନ ଚାଲୁଛି ନା ନାହିଁ? ଏମିତି ତୁମର ଶ୍ରେଷ୍ଠ ଭାଗ୍ୟ ଏବେଠାରୁ ହିଁ ତୁମମାନଙ୍କୁ ନିଶ୍ଚିତ ସମ୍ରାଟ କରିଦେଉଛି। ଏଥିରେ ଅଳ୍ପ ବହୁତ ଯାହା ବି ସବୁ କଥା ଆସୁଛି ତାହା ଆହୁରି ଭବିଷ୍ୟତ ପାଇଁ ଅନୁଭବୀ ଏବଂ ପରିପକ୍ୱ କରିବା ପାଇଁ ହିଁ ଆସୁଛି। ଏବେ ତ ସମସ୍ତଙ୍କର ଭିନ୍ନ ଭିନ୍ନ କଥାର ଅନୁଭବୀ ହୋଇଗଲାଣି ନା? ଆଉ ତ ଭୟ କରୁନାହଁ ନା? ତେଣୁ ସାକ୍ଷୀ ଦ୍ରଷ୍ଟାର ଆସନ ଉପରେ ବସି ଆନନ୍ଦରେ ଏହି କଣ୍ଢେଇ ଖେଳ କାର୍ଟୁନ୍ ଶୋ ଦେଖ। ପ୍ରକୃତିରେ ତ ଏହା କିଛି ବି ନୁହେଁ କାର୍ଟୁନ୍ ଶୋ ଅଟେ ନା? ତେଣୁ ଏବେ ତ ମଜବୁତ ହୋଇଗଲାଣି ନା? କ'ଣ କହୁଛ? ମଜବୁତ ତ ନା କେବେ କେବେ ବିଚଳିତ ହୋଇଯାଉଛ? ମାୟା ତ କାଗଜର ବାଘ ହୋଇ ଆସୁଛି। ତେଣୁ ଏବେ ସମୟ ଅନୁସାରେ ଅନୁଭୂମିତ ହୋଇ ସମୟକୁ, ପ୍ରକୃତିକୁ, ମାୟାକୁ ଚ୍ୟାଲେଞ୍ଜ କର। ଆସେ ଆମେ ବିଜୟୀ ଆତ୍ମାଠୁ ବିଜୟୀର ଚ୍ୟାଲେଞ୍ଜ କରି। ଆଜି ବାଜା ଟିକେ ଖରାପ ଅଛି। ଯାହାହେଲେ ବି ମିଶିବାକୁ ତ ପଡ଼ିବ ନା? ମଝିରେ ମଝିରେ କାଶ ହେଉଛି। ତେବେ ବାପଦାଦାଙ୍କ ପାଖକୁ ଦୁଇଟି ଗ୍ରୁପ୍ ବାରମ୍ବାର ଆସୁଛନ୍ତି। କାହିଁକି ଆସୁଛନ୍ତି ଜାଣିଛ? ଦୁଇଟି ଯାକ ଗ୍ରୁପ୍ ବାପଦାଦାଙ୍କୁ କହୁଛନ୍ତି ଆମେ ପ୍ରସ୍ତୁତ ଅଛୁ। ଗୋଟିଏ ହେଲା ସମୟ, ପ୍ରକୃତି ଏବଂ ମାୟା। ମାୟା ବି ଜାଣିଗଲାଣି ଏବେ ମୋର ରାଜ୍ୟ ଯାଉଛି। ଏବଂ ଦ୍ୱିତୀୟ ଗ୍ରୁପ୍ ହେଲା ଆଡ଼ଭାନ୍ସ ପାର୍ଟି। ଦୁଇଟି ଯାକ ଗ୍ରୁପ୍ ତାରିଖ ପଚାରୁଛନ୍ତି। ବିଦେଶରେ ତ 1 ବର୍ଷ ପୂର୍ବରୁ ତାରିଖ ନିର୍ଦ୍ଧାର୍ଯ୍ୟ କରୁଛ ନା? କିନ୍ତୁ ଏଠାରେ 5-6 ମାସ ପୂର୍ବରୁ ମଧ୍ୟ କରିଦେଉଛ। ତେବେ ଭାରତରେ ଟିକେ ଶୀଘ୍ର କରୁଛନ୍ତି। 15 ଦିନ ଭିତରେ ମଧ୍ୟ କୌଣସି କାର୍ଯ୍ୟକ୍ରମ ତାରିଖ ନିର୍ଦ୍ଧାର୍ଯ୍ୟ ହୋଇଯାଉଛି। ତେଣୁ ଏବେ ସମାପ୍ତି, ସମ୍ପନ୍ନତା ଏବଂ ବାବାଙ୍କ ସମାନ ହେବାର ତାରିଖ କ'ଣ? ଏହି କଥା ବାପଦାଦାଙ୍କୁ ପଚାରୁଛନ୍ତି। ତେବେ ଏହି ତାରିଖକୁ ଏବେ ତୁମେ ବ୍ରାହ୍ମଣମାନଙ୍କୁ ହିଁ ନିର୍ଦ୍ଧାର୍ଯ୍ୟ କରିବାକୁ ହେବ। କ'ଣ ହୋଇପାରିବ ତ ଏହାର ତିଥି ନିର୍ଦ୍ଧାର୍ଯ୍ୟ ହୋଇପାରିବ? ପାଣ୍ଡବମାନେ କୁହ, 3 ଜଣ ଯାକ କୁହ। ବାପଦାଦା ନିର୍ଭୟ ଭାଇ, ରମେଶ ଭାଇ, ବ୍ରିଜମୋହନ ଭାଇଙ୍କୁ ପଚାରୁଛନ୍ତି। ଏହି ତିଥି ନିର୍ଦ୍ଧାର୍ଯ୍ୟ କରିବାକୁ ହେବ। କ'ଣ ହୋଇପାରିବ ତ? ଏହାର ତିଥି ନିର୍ଦ୍ଧାର୍ଯ୍ୟ ହୋଇପାରିବ? କୁହ, ହୋଇପାରିବ ନା ଅଚାନକ ହେବ? ଡ୍ରାମାରେ ତ ନିର୍ଦ୍ଧାର୍ଯ୍ୟ ଅଛି, କିନ୍ତୁ ତାଙ୍କୁ ବାସ୍ତବିକ ରୂପରେ କରିବାର ଅଛି ନା ନାହିଁ? ସେଇ ତାରିଖଟି କ'ଣ? ଶୁଣାଅ। ହେବାର ଅଛି ତ? କ'ଣ ଅଚାନକ ହୋଇଯିବ? କୌଣସି ତାରିଖ ନିର୍ଦ୍ଧାର୍ଯ୍ୟ ହେବ ନାହିଁ ତ? ହେବ? ପ୍ରଥମ ଧାଡ଼ି ବାଲା କୁହ, ହେବ ତ?
ଯେଉଁମାନେ କୌଣସି ଡ୍ରାମାର ନିଧାଜକୁ ବାସ୍ତବିକ ରୂପରେ କରିବା ପାଇଁ ମନ ଭିତରେ କୌଣସି ତାରିଖ ସଂକଳ୍ପ କରିବାକୁ ପଡ଼ିବ, ସେମାନେ ହାତ ଉଠାଅ। ତେବେ କରିବାକୁ ପଡ଼ିବ ତ? ଏମାନେ ଉଠାଉନାହାନ୍ତି। କ'ଣ ଅଚାନକ ହେବ? ତାରିଖ ନିର୍ଦ୍ଧାର୍ଯ୍ୟ କରିପାରିବ? ପଛବାଲା, ବୁଝିପାରିଲ ତ? ଅଚାନକ ହେବ, ଏହା ତ ଠିକ୍ କଥା, କିନ୍ତୁ ନିଜକୁ ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ନିଶ୍ଚିତ ରଖିବାକୁ ପଡ଼ିବ। କରିଦେଉଛ, ତେବେ ଯାଇ ସଫଳତା ମିଳୁଛି। କୌଣସି ବି ପ୍ରୋଗ୍ରାମ କରୁଛ, ତା ତାରିଖ ନିର୍ଦ୍ଧାର୍ଯ୍ୟ କରୁଛ ନା? ମୋତେ ହେବାକୁ ହିଁ ପଡ଼ିବ, ଏଇଭଳି ସଂକଳ୍ପ ତ କରିବାକୁ ପଡ଼ିବ ନା? ନା ନାହିଁ, ଡ୍ରାମାର ଆପେ ଆପେ ହୋଇଯିବ। କ'ଣ ଭାବୁଛ? ପ୍ରଥମ ଧାଡ଼ିବାଲା ଶୁଣାଅ, ପ୍ରେମ ଶୁଣାଅ। କରିବାକୁ ପଡ଼ିବ, କରିବାକୁ ପଡ଼ିବ। ଜୟନ୍ତୀ କୁହ, କରିବାକୁ ପଡ଼ିବ। ତାହା କେବେ ହେବ? କ'ଣ ସମୟ ଆସିଲେ ଶେଷରେ ହେବ? ସମୟ ତୁମକୁ ସମ୍ପନ୍ନ କରିବ ନା ତୁମେ ସମୟକୁ ସମୀପକୁ ଆଣିବ? ବାପଦାଦା ଦେଖୁଛନ୍ତି ଯେ ଜ୍ଞାନ ମଧ୍ୟ ସ୍ମୃତିରେ ରହୁଛି, ନିଶା ମଧ୍ୟ ରହୁଛି, ନିଶ୍ଚୟ ମଧ୍ୟ ରହୁଛି, କିନ୍ତୁ ଏବେ ଏଥିରେ ଆଉ କିଛି ଯୋଡ଼ିବା ଦରକାର। ଚାଲିଚଳନ ଓ ଚେହେରାରେ ଦେଖାଯିବା ଦରକାର। ବୁଦ୍ଧିରେ ତ ସବୁ କଥା ମନେ ରହୁଛି, ସ୍ମୃତିରେ ମଧ୍ୟ ଆସୁଛି, କିନ୍ତୁ ଏବେ ସ୍ୱରୂପରେ ଆସୁ। ଯେବେ କି ସାଧାରଣ ରୂପରେ ମଧ୍ୟ କେହି ଯଦି କୌଣସି ବିଶେଷ କାର୍ଯ୍ୟ କରୁଛି ବା କୌଣସି ଧନୀ ଲୋକର ପିଲା ବା ବହୁତ ପଢ଼ାଲେଖା ଅଟେ, ତେବେ ତା'ର ଚାଳିଚଳନକୁ ଦେଖାଯାଏ ଯେ ଇଏ କିଛି ବିଶେଷ ଅଟେ। ତା ଭିତରେ କିଛି ନା କିଛି ନିଆରା ପଣିଆ ଦେଖାଯାଉଥିବ। ତେବେ ଏତେ ବଡ଼ ଭାଗ୍ୟ ମିଳୁଛି, ସମ୍ପତ୍ତି, ପାଠପଢ଼ା ଏବଂ ପଦ ମଧ୍ୟ ମିଳୁଛି। ଏ ସହିତ ସ୍ୱରାଜ୍ୟ ଏବେ ମଧ୍ୟ କରୁଛ ନା? ପ୍ରାପ୍ତିଗୁଡ଼ିକ ମଧ୍ୟ ସବୁ ମିଳୁଛି। ତେଣୁ ଏହି ଭାଗ୍ୟର ତାରକା ତୁମ ମସ୍ତକରେ ଚମକୁଥିବାର ଦେଖାଯିବା ଦରକାର। ଏତିକି ଯୋଡ଼ି ହେବା ଦରକାର। ଏବେ ତ ଲୋକମାନଙ୍କୁ ତୁମ ଭଳି ଶ୍ରେଷ୍ଠ ଆତ୍ମାମାନଙ୍କ ଦ୍ୱାରା ଏହାର ଅନୁଭବ ହେବା ଉଚିତ ନା ହେବା ଉଚିତ ନୁହେଁ? ଅନୁଭବ ହେଉ ଯେ ଏମାନେ ଆମର ଇଷ୍ଟଦେବ, ଇଷ୍ଟଦେବୀ ଅଟନ୍ତି, ଏମାନେ ଆମର ନିଜର ଅଟନ୍ତି। ଯେପରି ଆରମ୍ଭ ସମୟରେ ଦେଖିଛ, ସାଧାରଣ ଶରୀର ଥିଲେ ମଧ୍ୟ ଆଦି ସମୟରେ ବ୍ରହ୍ମାଣ୍ଡ ଭିତରେ କିଏ ଦେଖାଯାଉଥିଲା? ଶ୍ରୀକୃଷ୍ଣ ଦେଖାଯାଉଥିଲା ନା? ଆରମ୍ଭ ସମୟରେ ଆତ୍ମାମାନଙ୍କର ଅନୁଭବ ଅଛି ନା? ତେଣୁ ଯେପରି ଆଦି ସମୟରେ ବ୍ରହ୍ମାଣ୍ଡ ଦ୍ୱାରା କୃଷ୍ଣ ଦେଖାଯାଉଥିଲା, ସେହିପରି ଶେଷ ସମୟରେ କ'ଣ ଦେଖାଯାଉଥିଲା? ଅବ୍ୟକ୍ତ ରୂପ ଦେଖାଯାଉଥିଲା ନା? ଚାଲିଚଳନରେ, ଚେହେରାରେ ଦେଖାଯାଉଥିଲା ନା? ତେବେ ବାପଦାଦା ବିଶେଷ କରି ନିମିତ୍ତ ପିଲାମାନଙ୍କୁ ଏହି ହୋମୱାର୍କ ଅର୍ଥାତ୍ ପାଠ ଦେଉଛନ୍ତି ଯେ ଏବେ ବ୍ରହ୍ମାଣ୍ଡଙ୍କ ସମାନ ଅବ୍ୟକ୍ତ ରୂପ ତୁମମାନଙ୍କ ଚାଲିଚଳନରେ ଏବଂ ଚେହେରାରେ ଦେଖାଯାଉ। ଅତି କମରେ 108 ମାଳାର ଦାନାଗୁଡ଼ିକ ତ ଦେଖାଯାଉ। ବାପଦାଦା ନାମ ଜାଣିବାକୁ ଚାହୁଁନାହାନ୍ତି, କାରଣ ନାମ ଶୁଣାଉନାହାନ୍ତି ଯେ 108 ମାଳାର ଦାନା କିଏ, କିନ୍ତୁ ସେମାନଙ୍କ ଚାଲିଚଳନ ଓ ଚେହେରା ଆପେ ଆପେ ପ୍ରତ୍ୟକ୍ଷ ହେଉ। ଏହି ହୋମୱାର୍କ ବାପଦାଦା ବିଶେଷ ଭାବରେ ନିମିତ୍ତ ପିଲାମାନଙ୍କୁ ଦେଉଛନ୍ତି। କ'ଣ ହୋଇପାରିବ? ଆଚ୍ଛା, କେତେ ସମୟ ଦରକାର? ଏମିତି ଭାବେ ନାହିଁ ଯେ ଯେଉଁମାନେ ପଛରେ ଆସିଛନ୍ତି ଏଥିରେ ସମୟ କୌଣସି କଥା ନାହିଁ। କେହି ନ ଭାବନ୍ତୁ ଯେ ମୁଁ ଅଳ୍ପ ବର୍ଷ ହେବ ଆସିଛି। ଏଥିରେ କେହି ବି ଲାଷ୍ଟ ଫାଷ୍ଟ ହୋଇପାରିବ, ଅର୍ଥାତ୍ ଶେଷରେ ଆସିଥିଲେ ମଧ୍ୟ ତୀବ୍ର ପୁରୁଷାର୍ଥ କରି ପ୍ରଥମ ନମ୍ବରରେ ଆସିପାରେ। ଏହା ମଧ୍ୟ ବାପଦାଦାଙ୍କର ଚ୍ୟାଲେଞ୍ଜ କରିପାରିବ, କେହି ବି କରିପାରିବ। ଶ୍ରେଷ୍ଠ ବାଲା ମଧ୍ୟ ହୋଇପାରିବ। କେବଳ ଲକ୍ଷ୍ୟକୁ ପକ୍କା ରଖ, କରିବାକୁ ହିଁ ହେବ, ହେବାକୁ ହିଁ ପଡ଼ିବ। ଡବଲ ବିଦେଶୀମାନେ ହାତ ଉଠାଅ। ତେବେ ଡବଲ ବିଦେଶୀମାନେ କ'ଣ କରିବ? ଡବଲ ସୁଯୋଗ ନେବ ନା? ନା, ବାପଦାଦା ନାମ ଶୁଣାଇବେ ନାହିଁ, କିନ୍ତୁ ସେମାନଙ୍କ ଚେହେରା କରି କହିଦେବ ଇଏ ହିଁ ଅଟନ୍ତି। ସାହସ ଅଛି ତ? ବାପଦାଦା ପ୍ରଥମ ଧାଡ଼ିବାଲାଙ୍କୁ ଦେଖୁଛନ୍ତି। ସାହସ ଅଛି ତ? ଯଦି ସାହସ ଅଛି ତେବେ ହାତ ଉଠାଅ। ପଛବାଲା ମଧ୍ୟ ଉଠାଇ ପାରିବ। ଯିଏ କରିବ ସିଏ ଅର୍ଜୁନ, ଅର୍ଥାତ୍ ପ୍ରଥମ ନମ୍ବର ହେବ। ଆଚ୍ଛା, ବାପଦାଦା ଏହାର ଫଳାଫଳ ଦେଖିବା ପାଇଁ 6 ମାସ ସମୟ ଦେଉଛନ୍ତି। 6 ମାସ ଫଳାଫଳ ଦେଖିବେ, ତାପରେ ଫାଇନାଲ କରିବେ। ଠିକ୍ ଅଛି ତ? କାହିଁକି ନା ଦେଖାଯାଉଛି ସମୟର ବେଗ ଏତେ ତୀବ୍ର ଗତିରେ ଆଗକୁ ବଢ଼ି ଚାଲିଛି। ତେବେ ସମୟ ଅର୍ଥାତ୍ ରଚନାକୁ ତୀବ୍ର ଗତିରେ ଯିବାକୁ ଉଚିତ ନୁହେଁ, ରଚୟିତା ତୀବ୍ର ଗତିରେ ଯିବା ଉଚିତ। ତେଣୁ ପୁରୁଷାର୍ଥ ବେଗକୁ ଆହୁରି ଟିକେ ତୀବ୍ର କର। ଏବେ ଉଡ଼। ଚାଲୁଛି ତ କୁହ? ନାହିଁ, ଉଡ଼ୁଛି କୁହ। ଉତ୍ତର ଦେଲାବେଳେ ବହୁତ ଭଲ ଭଲ ଉତ୍ତର ଦେଉଛ। ଆମେ ହିଁ ତ ଅଟୁ ନା? ଆମ ଛଡ଼ା ଆଉ କିଏ ହେବ? ବାପଦାଦା ମଧ୍ୟ ଖୁସି ଅଛନ୍ତି, କିନ୍ତୁ ଏବେ ପିଲାମାନେ କିଛି ନା କିଛି ଦେଖିବାକୁ ଚାହୁଁଛନ୍ତି। ବାପଦାଦାଙ୍କ ମନରେ ଅଛି, ଯେତେବେଳେ ଆଦି ସମୟରେ ତୁମେ ପିଲାମାନେ ସେବା କରିବା ପାଇଁ ବାହାରକୁ ଯାଇଥିଲ, ସେତେବେଳେ ପିଲାମାନଙ୍କ ଦ୍ୱାରା ମଧ୍ୟ ସାକ୍ଷାତକାର ହେଉଥିଲା। ତେଣୁ ଏବେ ସେବା ପ୍ରତି ମଧ୍ୟ ସ୍ୱରୂପ ପ୍ରତି ଦୁଇ ଆଡ଼କୁ ଧ୍ୟାନ ଦେବା ଦରକାର। ତାହେଲେ କ'ଣ ଶୁଣିଲ? ଏବେ ସାକ୍ଷାତକାର ମୂରତ ହୁଅ, ସାକ୍ଷାତ ବ୍ରହ୍ମ ହେବା ସମାନ ହୁଅ। ଆଚ୍ଛା, ଆଜି ନୂଆ ନୂଆ ପିଲାମାନେ ମଧ୍ୟ ବହୁତ ଆସିଛନ୍ତି। ନିଜର ସ୍ନେହର ଶକ୍ତି ଦ୍ୱାରା ସମସ୍ତେ ପହଞ୍ଚି ଯାଇଛନ୍ତି। ସେଥିପାଇଁ ବାପଦାଦା ବିଶେଷ କରି ଯେଉଁ ପିଲାମାନେ ନୂଆ କରି ଆସିଛନ୍ତି ସେମାନଙ୍କୁ ସମସ୍ତଙ୍କୁ ନାମ ସହିତ ପଦ୍ମମୂଳ ଅଭିନନ୍ଦନ ଦେଉଛନ୍ତି। ତା ସହିତ ବରଦାତା ରୂପରେ ବରଦାନ ମଧ୍ୟ ଦେଉଛନ୍ତି। ସର୍ବଦା ବ୍ରାହ୍ମଣ ଜୀବନରେ ବଞ୍ଚି ରହିଥାଉ ଏବଂ ଉଡ଼ୁଥାଉ। ଆଚ୍ଛା, ସେବାର ପାଳି ପଞ୍ଜାବର ଅଟେ।
ପଞ୍ଜାବାଲା ଉଠ, ବହୁତ ଭଲ କଥା। ସେବାରେ ଏହି ବିଧି ବହୁତ ଭଲ ଅଟେ। ସବୁ ଜନ୍ମରେ ସୁଯୋଗ ମିଳିଯାଇଛି। ଗୋଟିଏ ହେଲା ଯଜ୍ଞ ସେବା ଦ୍ୱାରା ଗୋଟିଏ ଗୋଟିଏ ପାଦରେ ପଦ୍ମମୂଳା ରୋଜଗାର ଜମା ହୋଇଯାଉଛି। କାହିଁକି ନା ଅଧିକାଂଶ ଯେକୌଣସି କର୍ମ କରୁଥାଉ ନା କାହିଁକି ଯଜ୍ଞ ସେବା ସ୍ମୃତିରେ ରହୁଛି ଏବଂ ଯଜ୍ଞ ସେବା ମନେ ରହିଲେ ଯଜ୍ଞର ରଚୟିତା ତ ନିଶ୍ଚିତ ମନେ ପଡ଼ିବେ। ତେଣୁ ସେବା ଦ୍ୱାରା ମଧ୍ୟ ଅଧିକରୁ ଅଧିକ ପୁଣ୍ୟର ଖାତା ଜମା କରିଦେଉଛ। ଏବଂ ଯେଉଁମାନେ ସଚ୍ଚା ପୁରୁଷାର୍ଥୀ ପିଲାମାନେ ଅଛନ୍ତି ସେମାନେ ନିଜର ଯୋଗର ଚାର୍ଟକୁ ସହଜ ଏବଂ ନିରନ୍ତର କରିପାରିବେ। କାହିଁକି ନା ଏଠାରେ ଏମିତି ବି ମହାରଥୀମାନଙ୍କର ସଙ୍ଗ ମିଳୁଛି। ସଙ୍ଗର ରଙ୍ଗ ମଧ୍ୟ ସହଜରେ ଲାଗିଯାଉଛି। ତେଣୁ ଯଦି ଏଠାରେ ପୁରୁଷାର୍ଥ ପ୍ରତି ଧ୍ୟାନ ଦେବ ତେବେ ଏହି 8-10 ଦିନ ଭିତରେ ମଧ୍ୟ ବହୁତ ଭଲ ଉନ୍ନତି କରିପାରିବ। ତେବେ ସାଧାରଣ ଭାବରେ ସେବା କରିବାର ଏତେ ଲାଭ ମିଳିପାରିବ ନାହିଁ, କିନ୍ତୁ ଏହା ସହଜ ଯୋଗୀ ଏବଂ ନିରନ୍ତର ଯୋଗୀ ହେବାର ଏକ ସୁବର୍ଣ୍ଣ ସୁଯୋଗ ଅଟେ। ପୁଣ୍ୟର ଖାତା ଜମା କରିବାର ଏବଂ ବଡ଼ରୁ ବଡ଼ ପରିବାରର ନିଶାରେ ଏବଂ ଖୁସିରେ ରହିବା ମଧ୍ୟ ସୁବର୍ଣ୍ଣ ସୁଯୋଗ ଅଟେ। ତେବେ ପଞ୍ଜାବାଲାଙ୍କୁ ସୁଯୋଗ ମିଳିଛି। ସବୁଜନଙ୍କୁ ତ ସୁଯୋଗ ମିଳୁଛି, କିନ୍ତୁ ଲକ୍ଷ୍ୟ ରଖ ଯେ 3 ପ୍ରକାର ଲାଭ ମିଳୁଛି। ମୁଁ ପୁଣ୍ୟର ଖାତା କେତେ ଜମା କରୁଛି, ଏ 3ଟି କଥାର ଫଳାଫଳ ସମସ୍ତଙ୍କୁ ଦେଖିବା ଦରକାର। ଡ୍ରାମା ଅନୁସାରେ ଚାନ୍ସ ଅର୍ଥାତ୍ ସୁଯୋଗ ତ ମିଳୁଛି, କିନ୍ତୁ ତୁମେମାନେ ଚାନ୍ସ ନେବା ବାଲା ଚାନ୍ସେଲର ଅର୍ଥାତ୍ କୁଳପତି ହୁଅ। ତେବେ ପଞ୍ଜାବବାଲା ତ ବୁଦ୍ଧିମାନ ଅଟନ୍ତି ନା? ଭଲ କଥା। ବହୁତ ସଂଖ୍ୟାରେ ମଧ୍ୟ ଆସିଛ ଏବଂ ସେବା ମଧ୍ୟ ଖୋଲା ଦିଲ୍ଲୀରେ ମିଳିଛି। ଆସିବା ବାଲା ସଂଖ୍ୟା ମଧ୍ୟ କମ୍ ନୁହେଁ। ସଂଗଠନ ମଧ୍ୟ ଭଲ ଅଛି। ଆଜି 2ଟି ୱିଙ୍ଗ, ମହିଳା ୱିଙ୍ଗ ଏବଂ ଗ୍ରାମ ବିକାଶ ୱିଙ୍ଗ ମିଟିଂ କରିବା ପାଇଁ ଆସିଛନ୍ତି। ମହିଳା ୱିଙ୍ଗ ବାଲା ଉଠ। ଏଥିରେ କ'ଣ ଅଧିକାଂଶ ଟିଚରମାନେ ଆସିଛନ୍ତି କି? ଟିଚରମାନେ ହାତ ଉଠାଅ। ବହୁତ ଭଲ ସୁଯୋଗ ମିଳିଛି। ସେବାକୁ ସେବା ଏବଂ ସେବା କରିବା ପୂର୍ବରୁ ମେୱା ଅର୍ଥାତ୍ ଫଳ, ସଂଗଠନର ମଜା ଏବଂ ବାବାର ସହିତ ମିଶିବାର ମଧ୍ୟ ମଜା ନେବାର ଫଳ। ତେଣୁ ସେବା ଏବଂ ମେୱା 2ଟି ଯାକ ମିଳିଗଲା, ଭଲ କଥା। ଏବେ ଆଉ କୌଣସି ନୂଆ ଯୋଜନା ଅଛି କି? ଯିଏ ବି କରିଛ, ଚାହେଁ ମହିଳା ବର୍ଗ ବାଲା ହୁଅନ୍ତୁ ବା କୌଣସି ବର୍ଗର ସଂଗଠନର ହୁଅନ୍ତୁ, ତେବେ ପ୍ରତ୍ୟେକ ବର୍ଗ କିଛି ନା କିଛି ବିଶେଷ ନିଜର ବାସ୍ତବିକ ଚାଲିଚଳନରେ ଏବଂ ଚେହେରାରେ କୌଣସି ନା କୌଣସି ଗୁଣର ବା ଶକ୍ତିର ଧାରଣା କରିବାର ଦାୟିତ୍ୱ ନିଅନ୍ତୁ। ଆମେ ଏହି ବର୍ଷ ସଂଗଠନ ପାଇଁ ଚାହେଁ ମହିଳା ବର୍ଗ ହୁଅନ୍ତୁ ବା କେହି ହୁଅନ୍ତୁ, ଏହି ଗୁଣ ବା ଶକ୍ତିକୁ ବାସ୍ତବିକ ଜୀବନରେ ପ୍ରତ୍ୟକ୍ଷ ରୂପରେ ଧାରଣ କରି ଦେଖାଇବୁ। ସେହିଭଳି ପ୍ରତ୍ୟେକ ବର୍ଗ ବାଲା କିଛି ନା କିଛି ନିଜ ପାଇଁ ବିଶେଷ ଧାରଣା ନିର୍ଦ୍ଧାରିତ କରନ୍ତୁ ଏବଂ ପରସ୍ପର ଭିତରେ ଯେପରି ସେବାର ଫଳାଫଳ ନୋଟ୍ କରୁଛ ନା, ସେହିଭଳି ଚାହେଁ ଲିଖିତ ହେଉ ବା ସଂଗଠିତ ରୂପରେ ଆଲୋଚନା ଦ୍ୱାରା ହେଉ ଏହାକୁ ଚେକ୍ କରି ଚାଲ। ତେବେ ପ୍ରଥମେ ତୁମେମାନେ କରି ଦେଖାଅ। ମହିଳା ବର୍ଗ ବାଲା କରି ଦେଖାଅ। ଠିକ୍ ଅଛି ତ? ତେଣୁ ପ୍ରତ୍ୟେକ ବର୍ଗକୁ କିଛି ନା କିଛି ନିଜ ପାଇଁ ଯୋଜନା କରିବା ଦରକାର ଏବଂ ସମୟ ମଧ୍ୟ ନିର୍ଦ୍ଧାରିତ କର ଯେ ଏତିକି ଦିନ ଭିତରେ ଏତିକି ପ୍ରତିଶତ ପ୍ରାକ୍ଟିକାଲରେ କରିବୁ। ତାପରେ ଦେଖିବୁ ବାପଦାଦା ଯାହା ଚାହୁଁଛନ୍ତି ଚାଲିଚଳନରେ ମଧ୍ୟ ଚେହେରାରେ ଆସିବା ଦରକାର। ତାହା ସହଜରେ ହୋଇଯିବ। ତେବେ ଏହାର ଯୋଜନା ପ୍ରସ୍ତୁତ କରି ବାପଦାଦାଙ୍କୁ ଦିଅ ଏବଂ ପ୍ରତ୍ୟେକ ବର୍ଗ କ'ଣ କରିବ, ସେବାର ଯୋଜନାଗୁଡ଼ିକ ଯେପରି ନୋଟ୍ କରୁଛ ନା, ସେପରି ଏହାକୁ ମଧ୍ୟ ପ୍ରସ୍ତୁତ କରି ଦେଖାଅ। ଠିକ୍ ଅଛି ନା? ପ୍ରସ୍ତୁତ କରି ଦେଖାଅ। ବହୁତ ଭଲ। ଛୋଟ ଛୋଟ ସଂଗଠନ ମଧ୍ୟ କମାଲ କରିପାରିବ। ଠିକ୍ ଅଛି। ଟିଚରମାନେ କ'ଣ ଭାବୁଛ? କରିପାରିବ? ତେବେ ଯୋଜନା କର। ଆଚ୍ଛା, ସେବା ପାଇଁ ଅଭିନନ୍ଦନ। ଗ୍ରାମ ବିକାଶ ବର୍ଗରେ ପିଲାମାନଙ୍କ ଉଠ। ଆଜି ପର୍ଯ୍ୟନ୍ତ ଗ୍ରାମ ବିକାଶ ବାଲା କେତେ ଗ୍ରାମ ପରିବର୍ତ୍ତନ କଲେଣି? କେତେ ଗ୍ରାମର ସେବା କରୁଛ? 7ଟି ଗ୍ରାମର ସେବା କରିଛୁ ଏବଂ ଗୋଟିଏ ଗ୍ରାମରେ 35% କାମ ହୋଇଛି। ଏହି ମିଟିଂରେ ମଧ୍ୟ କାର୍ଯ୍ୟକ୍ରମ ରଖିଛୁ। ସମୟର ଡାକରା, ସ୍ୱଚ୍ଛ ସ୍ୱର୍ଣ୍ଣିମ ଭାରତ। ଏହି ଯୋଜନା ଅନୁଯାୟୀ ଗ୍ରାମରୁ ଗ୍ରାମ ଯାଇ ବ୍ୟସନମୁକ୍ତ ଏବଂ ସ୍ୱଚ୍ଛ କରିବାର ସେବା କରିବୁ। ବହୁତ ଭଲ। ବାସ୍ତବିକ ରୂପରେ କରୁଛ ନା? ଏହାର ସମ୍ପୂର୍ଣ୍ଣ ଫଳାଫଳ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ପାଖକୁ ଯାଉଛି କି? ଏବେଠୁ ପଠାଇନାହୁଁ? ପଠାଇବା ଦରକାର। କାହିଁକି ନା ଗ୍ରାମକୁ ଗ୍ରାମ ଯାଇ ତୁମେମାନେ ଯାହା ସବୁ ବାସ୍ତବିକ ରୂପରେ କରୁଛ, ଏହିସବୁ ତ ସରକାରଙ୍କର କାମ। ଏଥିରେ ତୁମେମାନେ ସହଯୋଗ ହେଉଛ। ତେଣୁ ଏହାର ଫଳାଫଳକୁ ଦେଖି ସେମାନେ ଖୁସି ହେବେ। ଏଭଳି ଗୋଟିଏ ସଂକ୍ଷିପ୍ତ ବିବରଣୀ ମଧ୍ୟ ପ୍ରସ୍ତୁତ କର, ଯାହାକୁ ସମସ୍ତ ମୁଖ୍ୟ ସରକାରୀ ଅଧିକାରୀମାନଙ୍କ ନିକଟକୁ ପଠାଯାଇପାରିବ। ପୁସ୍ତକ ନୁହେଁ କି ପତ୍ରିକା ମଧ୍ୟ ନୁହେଁ, ସଂକ୍ଷିପ୍ତ ରୂପରେ ସବୁଆଡ଼ର ଫଳାଫଳ ବିବରଣୀ ପଠାଇବା ଦରକାର। ବହୁତ ଭଲ କଥା। ଅଭିନନ୍ଦନ। ଆଚ୍ଛା, ମଝିରେ ମଝିରେ କାଶ ହେଉଛି, ଆଜି ବାଜା ଶାନ୍ତି ଚାହୁଁଛି। ଆଚ୍ଛା, ବାପଦାଦାଙ୍କ ନିକଟକୁ ଚାରିଆଡ଼ର ସେବାର ଫଳାଫଳ ମଧ୍ୟ ଆସିଯାଉଛି ଏବଂ ଆଜିକାଲି ବିଶେଷ କରି କୌଣସି ବି କୋଣ ଅନୁକୋଣରେ ବାକି ରହିବା ଉଚିତ ନୁହେଁ। ସମସ୍ତଙ୍କ ସନ୍ଦେଶ ମିଳିଯାଉ। ଯେଉଁ ସବୁ ଯୋଜନାଗୁଡ଼ିକ ତୁମେମାନେ ବାସ୍ତବିକ ରୂପରେ କରୁଛ, ତାହା ଫଳାଫଳ ମଧ୍ୟ ଭଲ ଅଛି। ବାପଦାଦାଙ୍କୁ ତ ଡବଲ ବିଦେଶୀ ପିଲାମାନଙ୍କର ଫଳାଫଳ ମିଳିଛି ଏବଂ ଯେଉଁମାନେ ବି ଭାରତରେ ମେଗା ପ୍ରୋଗ୍ରାମ କରିଛନ୍ତି ସେମାନଙ୍କର ସମାଚାର ମଧ୍ୟ ସବୁ ମିଳିଛି। ଚାରିଆଡ଼େ ସେବା ଫଳାଫଳ
ସଫଳତାର ଫଳାଫଳ ମିଳିଛି। ତେବେ ପିଲାମାନଙ୍କର ସନ୍ଦେଶ ଦେବାର ସେବାରେ ସେପରି ସଫଳତା ପ୍ରାପ୍ତି କରିଛନ୍ତି। ସେହିପରି ନିଜର ବାଣୀ ଦ୍ୱାରା, ସମ୍ପର୍କ ଦ୍ୱାରା ଏବଂ ଏହା ସହିତ ନିଜର ଚେହେରା ଦ୍ୱାରା ଫରିସ୍ତା ରୂପ ସାକ୍ଷାତକାର କରାଇ ଚାଲ। ଆଚ୍ଛା, ଯେଉଁମାନେ ପ୍ରଥମ ଥର ଆସିଛନ୍ତି ସେମାନେ ହାତ ଉଠାଅ। ବହୁତ ଅଛନ୍ତି, ଭଲ କଥା। ଅତି ବିଳମ୍ବର ବୋର୍ଡ଼ ଲାଗିବା ପୂର୍ବରୁ ଆସିଯାଇଛ, ଭଲ କଥା। ସୁଯୋଗ ନିଅ, ଚମତ୍କାର କରି ଦେଖାଅ। ଯଦି ସାହସ ରଖିବ ତେବେ ସବୁ ପିଲାମାନଙ୍କୁ ସାଥିର ବାପଦାଦାଙ୍କର ସହଯୋଗ ନିଶ୍ଚିତ ରହିବ। ଆଚ୍ଛା, ବାପଦାଦା ଚାରିଆଡ଼ର ସାକାର ରୂପରେ ସମ୍ମୁଖରେ ବସିଥିବା ପିଲାମାନଙ୍କୁ ଏବଂ ନିଜ ନିଜ ସ୍ଥାନରେ ଏବଂ ନିଜ ନିଜ ଦେଶରେ ବାବାଙ୍କ ସହିତ ମିଳନ କରୁଥିବା ଚାରିଆଡ଼ର ପିଲାମାନଙ୍କୁ ବହୁତ ବହୁତ ସେବାର, ସ୍ନେହର ଏବଂ ପୁରୁଷାର୍ଥର ଅଭିନନ୍ଦନ ତ ଦେଉଛନ୍ତି, କିନ୍ତୁ ପୁରୁଷାର୍ଥରେ ତୀବ୍ର ପୁରୁଷାର୍ଥୀ ହୋଇ ଏବେ ଆତ୍ମାମାନଙ୍କୁ ଦୁଃଖ ଅଶାନ୍ତିରୁ ମୁକ୍ତ କରିବାର ଆହୁରି ଅଧିକ ପୁରୁଷାର୍ଥ କର। କାରଣ ଦୁଃଖ, ଅଶାନ୍ତି, ଭ୍ରଷ୍ଟାଚାର ଏତେ ଅତି ଆଡ଼କୁ ଯାଉଛି। ଏବେ ଅତିକୁ ଅନ୍ତ କରି ସବୁ ଆତ୍ମାମାନଙ୍କୁ ବାବାଙ୍କଠାରୁ ମୁକ୍ତିଧାମର ସମ୍ପତ୍ତି ପ୍ରାପ୍ତି କରାଅ। ଏହିଭଳି ସର୍ବଦା ଦୃଢ଼ ସଂକଳ୍ପ କରୁଥିବା ପିଲାମାନଙ୍କୁ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ଓମ୍ ଶାନ୍ତି। ବରଦାନ ନମ୍ରତା ସହିତ ଅଧିକାରୀ ପଣିଆର ସନ୍ତୁଳନ ଦ୍ୱାରା ବାବାଙ୍କୁ ପ୍ରତ୍ୟକ୍ଷ କରୁଥିବା ବିଶେଷ ସେବାଧାରୀ ହୁଅ। ବିସ୍ତାର ଯେଉଁଠାରେ ସନ୍ତୁଳନ ଥାଏ ସେଠାରେ ଚମତ୍କାରୀ ଦେଖାଯାଏ। ସେତେବେଳେ ତୁମେମାନେ ନମ୍ରତା ଏବଂ ସତ୍ୟତାର ଅଧିକାରୀ ପଣିଆର ସନ୍ତୁଳନ ଦ୍ୱାରା କାହାକୁ ବି ବାବାଙ୍କ ପରିଚୟ ଦେବ। ସେତେବେଳେ ହିଁ ଚମତ୍କାରୀ ଦେଖିବାକୁ ମିଳିବ। ଏହି ରୂପରେ ହିଁ ବାବାଙ୍କୁ ପ୍ରତ୍ୟକ୍ଷ କରିବାକୁ ହେବ। ତେବେ ତୁମମାନଙ୍କର ବାଣୀ ସ୍ପଷ୍ଟ ହେବା ଦରକାର। ଯଦି ସେଥିରେ ସ୍ନେହ ମଧ୍ୟ ଥିବ, ନମ୍ରତା ଏବଂ ମଧୁରତା ମଧ୍ୟ ଥିବ ଏବଂ ମହାନତା ଏବଂ ସତ୍ୟତା ମଧ୍ୟ ଥିବ, ତେବେ ଯାଇ ପ୍ରତ୍ୟକ୍ଷତା ହେବ। କଥା କହିବା ସହିତ ମଝିରେ ମଝିରେ ଅନୁଭବ ମଧ୍ୟ କରାଇ ଚାଲ, ଯାହାଦ୍ୱାରା ଲଗନରେ ମଗନ ରହୁଥିବା ମୂର୍ତ୍ତି ଭଳି ସମସ୍ତେ ତୁମକୁ ଅନୁଭବ କରିବେ। ଏହିଭଳି ନିଜ ସ୍ୱରୂପ ଦ୍ୱାରା ସେବା କରୁଥିବା ଆତ୍ମାମାନେ ହିଁ ବିଶେଷ ସେବାଧାରୀ ଅଟନ୍ତି। ସ୍ଲୋଗାନ: ଯଥା ସମୟରେ ଯଦି କୌଣସି ବି ସାଧନ ନଥିବ ତେବେ ବି ସାଧନାରେ ବିଘ୍ନ ନ ଆସୁ। ସ୍ଲୋଗାନ: ଯଥା ସମୟରେ ଯଦି କୌଣସି ବି ସାଧନ ନଥିବ ତେବେ ବି ସାଧନାରେ ବିଘ୍ନ ନ ଆସୁ। ଓମ୍ ଶାନ୍ତି। ଅବ୍ୟକ୍ତ ଇଶାରା: ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ। 30 ନମ୍ବର ପଏଣ୍ଟ। କେହି ଭାବୁଛନ୍ତି ବୋଧହୁଏ କ୍ରୋଧ କୌଣସି ବିକାର ନୁହେଁ। ଏହା ଏକ ଶସ୍ତ୍ର ଅଟେ, କିନ୍ତୁ କ୍ରୋଧ ଜ୍ଞାନୀ ଆତ୍ମାମାନଙ୍କର ମହାଶତ୍ରୁ ଅଟେ। କାହିଁକି ନା କ୍ରୋଧ ଅନେକ ଆତ୍ମାଙ୍କ ସହିତ ସମ୍ବନ୍ଧ ସମ୍ପର୍କରେ ଆସିବା ଦ୍ୱାରା ଜଣାଶୁଣା ହୋଇଯାଏ ଏବଂ କ୍ରୋଧକୁ ଦେଖି ବାବାଙ୍କ ନାମ ନିନ୍ଦା ହୋଇଥାଏ। କହିବା ବାଲା ଏହି କଥା କହିଥାନ୍ତି, ଆମେ ଜ୍ଞାନୀ ଆତ୍ମାମାନେ ଜାଣିଗଲୁ, ସେଥିପାଇଁ ଏହାର ଅଂଶ ମାତ୍ରେ ମଧ୍ୟ ସମାପ୍ତ କରି ସଭ୍ୟତାପୂର୍ବକ ବ୍ୟବହାର କର। ଓମ୍ ଶାନ୍ତି।